ଗଞ୍ଜାମ ବ୍ଲକରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଭାରତୀ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଛି। ଚାଷୀ ଓ ପଶୁପାଳକମାନଙ୍କୁ ନୂତନ ଟେକ୍ନିକ୍, ବୈଜ୍ଞାନିକ ପ୍ରକ୍ରିୟା ଓ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉଦ୍ଘାଟନ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନି, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଶୁଭାଶିଷ ମିଶ୍ର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ତରୁଣେନ୍ଦୁ ପାତ୍ର, ଆତ୍ମା ଅଧ୍ୟକ୍ଷ ରଘୁନାଥ ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଦେବଦତ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଚାଷୀମାନଙ୍କୁ ନୂତନ ଉଦ୍ୟମ, ବୈଜ୍ଞାନିକ ଧାରାଯାତ୍ରା ଓ ଲାଭଜନକ ପ୍ରଣାଳୀ ମତ୍ସ୍ୟ ଚାଷ ପାଇଁ ପ୍ରେରିତ କରାଯାଇଥିଲା। ରମ୍ଭାରୁ ବନବାସୀ ସେଠୀଙ୍କ ରିପୋର୍ଟ, ବିକଳ୍ପ ସମାଚାର।